ସାଙ୍ଗମାନେ ସୋନପୁର ବିଚ୍ ତ ଏନ୍ଜୟମେଣ୍ଟ ପାଇଁ ଆସିଛନ୍ତି। ସୋନପୁର ବିଚ୍ରୁ ଡାହାଣ ପଟ ଗଲେ ଏତେ ସୁନ୍ଦର ଗାଁ ଜାଗା ଥିବ ମୁଁ ଭାବି ହିଁ ନଥିଲି। ଡାହାଣ ପଟେ ଏତେ ବଡ଼ ବାହୁଦା ନଦୀ ଆଉ ବାମ ପଟେ ବଙ୍ଗୋପସାଗର, ମଝିରେ ପୁରା ଗାଁ। ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ମୁଁ ଅମିତ ସ୍ୱାଗତ କରୁଛି ମୋର ନୂଆ ଏକ ଇଣ୍ଟରେଷ୍ଟିଂ ଭିଡ଼ିଓରେ। ଆଜି ସନ୍ଧ୍ୟାବେଳେ ମୁଁ ବାହାରି ପଡ଼ିଥିଲି ବ୍ରହ୍ମପୁର ଯିବା ପାଇଁ। ବାଇକ୍ ତ ନଥିଲା, ସେଥିପାଇଁ ଲିଫ୍ଟ ମାଗି ସୋନପୁର ଯାଇ ପଳା ଆସିଲି। ଏଠିକି ଆସିଲା ପରେ ମୋତେ ମିଳିଗଲା ଏହି 5 ଟଙ୍କିଆ ବସ୍। ଏହି ବସ୍ରେ ବସିଲା ପରେ ଏତେ ସୁନ୍ଦର ଭ୍ୟୁ ଦେଖିବାକୁ ମିଳିବ ମୁଁ ଭାବି ନଥିଲି, କାହିଁକି ନା ଯୋଉ ଜାଗାକୁ ମୁଁ କେବେ ବି ଯାଇ ନଥିଲି ଏହି 5 ଟଙ୍କିଆ ବସ୍ ମୋତେ ନେଇକି ସେଇ ଜାଗାରେ ପହଞ୍ଚେଇ ଦେଲା। ବ୍ଲୁ ଫ୍ଲାଗ ମିଳିଥିବା ସୋନପୁର ବିଚ୍କୁ ତ ଆସିଛନ୍ତି, ଏନ୍ଜୟ କରିଛନ୍ତି, ପିକନିକ୍ ସ୍ପଟ୍ସରେ ରୋଷେଇ କରିଛନ୍ତି, ଖାଇଛନ୍ତି ଆଉ ଯାଇଛନ୍ତି। କିନ୍ତୁ ଡାହାଣ ପଟେ ଆସିଲା ପରେ ଏମିତି ଭ୍ୟୁ ଦେଖିବାକୁ ମିଳିବ ମୁଁ ଭାବି ହିଁ ନଥିଲି। ଡାହାଣ ପଟେ ଏତେ ବଡ଼ ବାହୁଦା ନଦୀ ଆଉ ବାମ ପଟେ ଆଖି ପାଉନଥିବା ବଙ୍ଗୋପସାଗର, ମଝିରେ ଶାନ୍ତ ସୁନ୍ଦରିଆ ଆଉ ଛୋଟିଆ ଗାଁଟି। ଏହି ଗାଁ ସହରଠୁ ଦୂର ହେଲେ କଣ ହେଲା, କିନ୍ତୁ 5 ଟଙ୍କିଆ ବସ୍ ପୁରା ପାଖ କରିଦେଇଛି। ଏହି ଗାଁରେ ଶାନ୍ତ ପରିବେଶ ସହ ଶିକ୍ଷାର ବ୍ୟବସ୍ଥା, ସ୍କୁଲ କଲେଜ ଯିବା ଆସିବା ପାଇଁ ସୁବିଧା ସବୁ କିଛି ଅଛି। ସଡ଼କ ବ୍ୟବସ୍ଥା ଦେଖି ହିଁ ତ ଜାଣିପାରୁଥିବେ। ଆଗକୁ ଆଗକୁ ଗଲାବେଳେ ମୋତେ ବାମ ପଟେ ଦେଖାଗଲା ଏତେ ବଡ଼ ବିଲ୍ଡିଂ, ଯାହା ଉପରେ ଲେଖା ହେଇଥିଲା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ, ଗ୍ରାମ ଅନନ୍ତରାୟପୁର, ଜିଲ୍ଲା ଗଞ୍ଜାମ। ଫାଇନାଲି ବସ୍ ଯାଇକି ପହଞ୍ଚି ଯାଇଥିଲା ତାର ଲକ୍ଷ୍ୟସ୍ଥଳରେ, ପାଟିସୁନାପୁର। କିଛି ଲୋକ ବସ୍ରେ ଚଢୁଥିଲେ ତ ଆଉ କିଛି ଲୋକ ଓହ୍ଲଉଥିଲେ। ଭିଡ଼ିଓକୁ ବେଶୀ ଲମ୍ବା କରିବାନି। ଭିଡ଼ିଓ ଭଲ ଲାଗିଲେ ଫଲୋ କରିଦିଅ, ଲାଇକ୍ କରିଦିଅ, କମେଣ୍ଟ କରିଦିଅ। ପୁଣି ଦେଖା ହେବା ନୂଆ ଏକ ଇଣ୍ଟରେଷ୍ଟିଂ ଭିଡ଼ିଓରେ। ଜୟ ଜଗନ୍ନାଥ।